ଯଦି ଆପଣଙ୍କ ପିଲାମାନେ ଆପଣଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଆପଣଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି ଆଉ ଆପଣଙ୍କର କୌଣସି ପ୍ରକାର ଭରଣ ପୋଷଣ କରୁନାହାନ୍ତି, ତାହେଲେ ଏହି ଜାଗାରେ ଆପଣଙ୍କ ପିଲା ଗୋଟେ ଅଫେନ୍ସ କରୁଛି। ଆଜ୍ଞା ହଁ, କାରଣ ସିଆରପିସି ସେକ୍ସନ 125 ଅନୁଯାୟୀ ମେଣ୍ଟେନାନ୍ସ ଅଫ୍ ଚିଲଡ୍ରେନ୍ ୱାଇଫ୍ ଆଣ୍ଡ ପ୍ୟାରେଣ୍ଟସ୍ ମାନଙ୍କର ପ୍ରାଧାନ୍ୟ ଅଛି। ମାନେ ସ୍ତ୍ରୀ ପିଲା ଛୁଆ ସହିତ ନିଜ ବାପା ମାଆଙ୍କୁ ମଧ୍ୟ ଲାଳନ ପାଳନ କରିବା ଭରଣ ପୋଷଣ କରିବା ମଧ୍ୟ ପ୍ରାଧାନ୍ୟ ଅଛି। ଯଦି ଏହା କୌଣସି କିଏ ବି କରୁନାହାନ୍ତି ବା ଆପଣଙ୍କ ପିଲା ଯଦି କରୁନାହାନ୍ତି, ତାହେଲେ ଆପଣଙ୍କ ପିଲା ଏଗେନଷ୍ଟରେ ମଧ୍ୟ କେସ୍ କରିପାରିବେ। ଇଏ ତ ଗଲା ଲ ହିସାବରେ। କିନ୍ତୁ ଯଦି ଆମେ ଆମର କର୍ତ୍ତବ୍ୟ ଏବଂ ଆମର ସଂସ୍କାର ଦୃଷ୍ଟିରୁ ଦେଖିବା, ତାହେଲେ ପ୍ରତ୍ୟେକ ପିଲାମାନଙ୍କର ଦାୟିତ୍ୱ ଅଛି ନିଜ ବାପା ମାଆଙ୍କୁ ନିଜର ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କୁ ଭରଣ ପୋଷଣ କରିବା ବା ଲାଳନ ପାଳନ କରିବା। କାରଣ ଯେତେବେଳେ ବାପା ମା ଆମେ ଯେତେବେଳେ ଛୋଟ ଥିଲୁ ସେହି ସମୟରେ ଛୋଟରୁ ବଡ଼ ମଧ୍ୟ କରିଛନ୍ତି ବିନା କୌଣସି ସ୍ୱାର୍ଥରେ। ଆମର ମଧ୍ୟ କର୍ତ୍ତବ୍ୟ ରହୁଛି ଯେତେବେଳେ ବାପା ମା ବୃଦ୍ଧାଶ୍ରମ ହେଇଯାଉଛନ୍ତି ବା ବାର୍ଦ୍ଧକ୍ୟ ଅବସ୍ଥା ସେମାନଙ୍କୁ ଆସୁଛି, ତାହେଲେ ଆମର ମଧ୍ୟ ପ୍ରତ୍ୟେକ ପିଲାମାନଙ୍କର କର୍ତ୍ତବ୍ୟ ରହୁଛି ଯେ ସେମାନଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କ ସହଯୋଗ ମାନିବା ଆଉ ସେମାନଙ୍କ ଲାଳନ ପାଳନ କରିବା। କାରଣ ବାପା ମା ଋଣ କେବେ ହେଲେ ସୁଝି ପାରେନି, ଆଉ ଯଦି ଆମକୁ ସୁଯୋଗ ମିଳୁଛି ତାକୁ ମଧ୍ୟ ଆମେ ଋଣଟି କମ୍ କରିଦେବା। ଭିଡ଼ିଓଟି ପସନ୍ଦ ଲାଗିଲେ ନିଶ୍ଚୟ ସେୟାର କରିଦେବେ। ଥ୍ୟାଙ୍କ ୟୁ ସୋ ମଚ୍।